ନିଜେ ଖୋଳିଥିବା ଗାତରେ ଫସିଗଲେ ବିଜେଡି ନେତା ପ୍ରତାପ ଜେନା। ପଣସ ଖାଇ ପର ମୁଣ୍ଡରେ ଅଠା ବୋଳିବା ଆଗରୁ ଫସର ଫାଟିଛି ପ୍ରତାପଙ୍କ ପ୍ଲାନ୍। ଆମେ କହୁଛୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପୂର୍ବରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ତାଙ୍କର ପ୍ରତିମୂର୍ତ୍ତିରୁ ମୁଣ୍ଡଗଣ୍ଡି ଅଲଗା କରିବା କଥା। ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାକୁ ନେଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା, ଯାହାକୁ ନେଇ ପ୍ରଶାସନ ମଧ୍ୟ ତତ୍ପରତା ଦେଖାଇଥିଲା। ନିଜେ ପ୍ରତାପ ଜେନା ବି ଘଟଣାକୁ ନିନ୍ଦା କରିଥିଲେ, ଅଭିଯୁକ୍ତକୁ ଗିରଫ ପାଇଁ ଦାବି ବି କରିଥିଲେ। ଆଉ ଯେତେବେଳେ ଅଭିଯୁକ୍ତ ଗିରଫ ହେଲେ ସେତେବେଳେ ପ୍ରତାପଙ୍କ ସବୁ ଗୁମର ଫିଟିଗଲା ବୋଲି ଲୋକେ କହୁଛନ୍ତି। ସୂଚନା ଅନୁସାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଧୀନ ଉମର ପଞ୍ଚାୟତର ହନୁମାନ ଛକ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡଗଣ୍ଡି ଅଲଗା କରିଥିଲେ ଦୁର୍ବୃତ୍ତ। ଏହାପରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଆଉ ଏହି ଘଟଣାରେ ବିଜେଡି ହଇଚଇ ସୃଷ୍ଟି କରିଥିବା ବେଳେ ଆଜି ପୁଲିସ ବିଶ୍ୱଜିତ ମହାପାତ୍ର, ବବୁଆ ଓ ନନ୍ଦକିଶୋର ମଲ୍ଲିକଙ୍କୁ ଗିରଫ କରିଛି। ଆଉ ସବୁଠାରୁ ବଡ଼ କଥା ହେଉଛି ଗିରଫ ହୋଇଥିବା ବିଶ୍ୱଜିତ ମହାପାତ୍ର ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳରେ ଆଉ ପ୍ରତାପଙ୍କ ଉପସ୍ଥିତିରେ ଯୋଗଦାନ କରିଥିଲେ। ଆଉ ଏବେ ବିଜୁବାବୁଙ୍କ ମୂର୍ତ୍ତି ଭାଙ୍ଗିବା ପରେ ମାହାଙ୍ଗାରେ ଚର୍ଚ୍ଚା ହେଉଛି ରାଜନୈତିକ ମାଇଲେଜ ପାଇଁ ଏମିତି କରିନାହାନ୍ତି ତ ପ୍ରତାପ ଜେନା। ଏହାସହ ନିର୍ବାଚନ ମଣ୍ଡଳୀର ସାଧାରଣ ଲୋକ ବି ଏହି ଘଟଣାକୁ ନିନ୍ଦା କରୁଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ୱେବ୍ ଓଡ଼ିଶା।